ନମ୍ବର 1 କମୁନି ନୂଆ OSCAR ଯାଏଁ ପହଞ୍ଚିଲା। ଜଳୁଛି ଜଙ୍ଗଲ, ନିଆଁରେ ପଡ଼ି ପାଉଁଶ ହୋଇଗଲାଣି ଘରଦୁଆର। ଦିନକୁ ଦିନ ଏହା କମିବା ବଦଳରେ ଆହୁରି ବିକଳ ରୂପ ଧରି ଆଗକୁ ବଢ଼ି ଚାଲିଛି। ଆମେରିକାର ଲସ୍ ଏଞ୍ଜେଲସ୍ରେ ଲାଗିଥିବା ଏହି ଭୟଙ୍କର ନିଆଁ ଏବେ ଅସ୍କାର 2025 ଯାଏଁ ପହଞ୍ଚିଗଲାଣି। ଏକାଡେମୀ ଆୱାର୍ଡ ମାର୍ଚ୍ଚ 2 ତାରିଖରେ ଲସ୍ ଏଞ୍ଜେଲସ୍ର ସ୍ଥିତ ଡଲ୍ବି ଥିଏଟରରେ ଅନୁଷ୍ଠିତ ହେବ। କିନ୍ତୁ ବର୍ତ୍ତମାନ ଏହାର ନମିନେସନରେ ବିଳମ୍ବ ହେବା ନେଇ ଘୋଷଣା କରାଯାଇଛି। ଲସ୍ ଏଞ୍ଜେଲସ୍ରେ ଜାରି ରହିଥିବା ନିଆଁର ତାଣ୍ଡବ ଯୋଗୁଁ ଅସ୍କାର 2025 ସମ୍ବନ୍ଧୀୟ ପ୍ରୋଗ୍ରାମ ଏବଂ କାର୍ଯ୍ୟସୂଚୀ ପରିବର୍ତ୍ତନ ପାଇଁ ଏକାଡେମୀ ଅଫ୍ ମୋଶନ ପିକ୍ଚର ଆର୍ଟ ଆଣ୍ଡ ସସ୍ପେନ୍ସ ଘୋଷଣା କରିଛି। ପ୍ରାୟ ଏକ ସପ୍ତାହ ଧରି ଜଙ୍ଗଲରେ ନିଆଁ ଲାଗିଥିବା ଯୋଗୁଁ ଏହା ଅନେକ ଏକାଡେମୀ ସଦସ୍ୟଙ୍କୁ ସିଧାସଳଖ ପ୍ରଭାବିତ କରିଛି। ନମ୍ବର 2 ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍, ଯାତ୍ରୀ ଛାନିଆ, ପୁଣି ଟ୍ରେନ୍ ଦୁର୍ଘଟଣା। ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍। ତାମିଲନାଡୁର ବିଲୁପୁରମ ରେଲୱେ ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ 5 ବଗି ଡିରେଲ୍ ହୋଇଛି। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଏହା ବର୍ତ୍ତି ଯାଇଛି। ଲାଇନଚ୍ୟୁତ ହେବାର ଶବ୍ଦ ଶୁଣି ପାଇଲଟ ତୁରନ୍ତ ଟ୍ରେନ୍ ଅଟକାଇ ଦେଇଛନ୍ତି। ରେଲୱେ ଅଧିକାରୀ ସୂଚନା ମୁତାବକ ଆଜି ଭୋର 5ଟା ବେଳେ ବିଲୁପୁରମ ପଡୁଚେରୀ ଯାଉଥିବା ଏକ ପାସେଞ୍ଜର ଟ୍ରେନ୍ 5 ବଗି ବିଲୁପୁରମ ରେଲୱେ ଷ୍ଟେସନ ନିକଟରେ ଡିରେଲ୍ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଟ୍ରେନ୍ ଅଟକି ଯିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ରେଳ କର୍ମଚାରୀ ଏବଂ ଇଞ୍ଜିନିୟରମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରେନ୍ ମରାମତି ପାଇଁ କାର୍ଯ୍ୟ କରୁଛନ୍ତି। ନମ୍ବର 3 କଚାକଚ ଭର୍ତ୍ତି ହୋଇଥିଲେ ରାମଦୋଳି, 30 ଫୁଟ ଉଚ୍ଚରୁ ଛିଣ୍ଡିଗଲା। କଚାକଚ ଭର୍ତ୍ତି ହୋଇଥିବା ରାମଦୋଳି ବସିଥିଲେ କ୍ଷମତାଠାରୁ ଅଧିକ ଲୋକ। ମାତ୍ର ଭାରସାମ୍ୟ ସହି ନ ପାରି 30 ଫୁଟ ଉଚ୍ଚରୁ ଛିଣ୍ଡିଗଲା ଦୋଳି। ଏପରି ଏକ ଘଟଣା ଉତ୍ତରପ୍ରଦେଶ ଇଟାୱା ଜିଲ୍ଲାରେ ଘଟିଛି। ଇଟାୱାରେ ଏକ ପ୍ରଦର୍ଶନ ପଡ଼ିଥିବା ବେଳେ ବିଭିନ୍ନ ଦୋକାନ ବଜାର ସାଙ୍ଗକୁ ବଳିକି ବଳି ଦୋଳି ବି ପଡ଼ିଥିଲା। ଦୋଳି ଚଢ଼ିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା ବେଳେ ପ୍ରତି ଥର କ୍ଷମତାଠାରୁ ଅଧିକ ଲୋକ ଦୋଳିରେ ଝୁଲୁଥିଲେ। ଗତ ରାତିରେ ଏକ ଦୋଳି 30 ଫୁଟ ଉଚ୍ଚରୁ ଉଠିଥିବା ବେଳେ ତାହାର ଏକ ଟ୍ରଲି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଉକ୍ତ ଟ୍ରଲିରେ ଥିବା 5 ଜଣ ତଳେ ଚିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାତ୍ମକ ରହିଛି। ଖବର ପାଇ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ନମ୍ବର 4 ଦିଲ୍ଲୀରୁ ଓଡ଼ିଆରେ ନବୀନଙ୍କୁ ଟାର୍ଗେଟ କଲେ ମୋଦି, ସମସ୍ତେ କାବା। ଆୟୁଷ୍ମାନ ଭାରତ ଯୋଜନା ପାଇଁ ସୋମବାର MOU ସ୍ୱାକ୍ଷର ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ MOU ସ୍ୱାକ୍ଷର ହୋଇଛି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମଲିକ କହିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା MO 1.3 କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ। ୱାନ୍ ନେସନ ୱାନ୍ ହେଲ୍ଥ କାର୍ଡ ଯୋଜନାରେ ପରିସରଭୁକ୍ତ। ଏହି ଯୋଜନାରେ 30ରୁ 1000 ହସ୍ପିଟାଲ ସହ ଅନୁଭୂତି ରହିବ। ସାରା ଭାରତରେ ଏହି କାର୍ଡ କାର୍ଯ୍ୟକାରୀ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ତେବେ ଏହାକୁ ନେଇ ଏକ୍ସ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏକ୍ସରେ ମୋଦି କହିଛନ୍ତି, ଓଡ଼ିଶାରେ ଜନସାଧାରଣଙ୍କୁ ଅଭିନନ୍ଦନ। ଏହା ବାସ୍ତବରେ ଏକ ବିଡ଼ମ୍ବନା ଯେ ଓଡ଼ିଶାରେ ମୋର ଭଉଣୀ ଏବଂ ଭାଇମାନେ ପୂର୍ବ ସରକାର ଦ୍ୱାରା ଆୟୁଷ୍ମାନ ଭାରତର ଲାଭରୁ ବଞ୍ଚିତ ହୋଇଥିଲେ। ନମ୍ବର 5 ଉତୁତୁ ହୋଇ ଜଳିଗଲା ସଫେଇ ଗାଡ଼ି। ରାଜଧାନୀର ରାଜରାସ୍ତାରେ ଉତୁତୁ ହୋଇ ଜଳିଗଲା BMCର ସଫେଇ ଗାଡ଼ି। ଭୁବନେଶ୍ୱର ସ୍ଥିତ ଡମଣା ଛକରେ ଏହି ଘଟଣା ଘଟିଛି। ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଜି ସକାଳେ BMC ସଫେଇ ଗାଡ଼ି ରାସ୍ତାରେ ଧୂଳି ସଫେଇ କରୁଥିଲା। ଡମଣା ଛକ ନିକଟରେ ହଠାତ୍ ଗାଡ଼ିର ନିଆଁ ଲାଗିଯାଇଥିଲା। ଡ୍ରାଇଭର ଜାଣି ନ ପାରି ସେଠାରେ ଗାଡ଼ିକୁ ଅଟକାଇଥିଲେ। ପରେ ରାସ୍ତା ଉପରେ ଗାଡ଼ିଟି ଉତୁତୁ ହୋଇ ଜଳିଯାଇଥିଲା। ଏତେ ବଡ଼ ଘଟଣା ଡ୍ରାଇଭରର କିଛି ହୋଇନାହିଁ। ତେବେ ଗାଡ଼ିରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ। ଛୋଟ ଛକରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଚୋରାବାଲି ଗାଡ଼ି ଜବତ କରି ପୁଲିସ ଜିମା ଦେଲେ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା। କଣ୍ଡପୋଳ ବ୍ଲକ ବେଣାଗାଡ଼ି ପଞ୍ଚାୟତ ଅଧୀନ ବରକୋଳି ଛକରେ ଚୋରାବାଲି ଗାଡ଼ି ଜବତ କରି ପୁଲିସ ଜିମା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା। ଘଟଣାରେ ପୁଲିସ ନିଷ୍କ୍ରିୟତାକୁ ନେଇ ମନ୍ତ୍ରୀ ଶ୍ରୀ ଜେନା ବର୍ଷିଥିବା ବେଳେ ଘଟଣାରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା କ୍ୱିଣ୍ଟାଲ ନୀଳମାଧବଙ୍କ ପୁଷ୍ପବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସହ କଣ୍ଡପଡ଼ା ଅଭିମୁଖେ ଫେରୁଥିଲେ। ତେବେ କଣ୍ଟିଲୋରୁ କଣ୍ଡପଡ଼ା ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ବରକୋଳି ଛକ ନିକଟରେ ଏକାଧିକ ବାଲି ବୋଝେଇ ଆଇବା ଦେଖି ସନ୍ଦେହ କରିବା ସହିତ ଏହାକୁ ଅଟକାଇଥିଲେ। ମାତ୍ର ଆଳୁ କଳୁ କଳୁ ମହାଦେବ ନିଆଁରେ କୌଣସି ବାଲି ବୋଝେଇ ଗାଡ଼ିରେ କିଏ ଫର୍ମ ନଥିବା ଦେଖିବାକୁ ମିଳିଥିଲା। ନମ୍ବର 7 ଏମାନଙ୍କୁ ଆଉ ମିଳିବନି ମାଗଣା ରାସନ। ମାଗଣା ରାସନ ଲାଭ ପାଉଥିବା ଲୋକଙ୍କ ପାଇଁ ବଡ଼ ଖବର। ଏମାନଙ୍କ ରାସନ କାର୍ଡ ତାଲିକାରୁ କଟିଯିବ ନାଁ। ମାଗଣା ରାସନ ପାଇବା ପାଇଁ EKYC ସମ୍ପୂର୍ଣ୍ଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ତାହା କରନ୍ତି ନାହିଁ ତେବେ ଏହା ସହିତ ଆସୁଥିବା ଲାଭରୁ ଆପଣ ବଞ୍ଚିତ ହୋଇପାରନ୍ତି। ଜାନୁଆରୀ 31 ତାରିଖ ସୁଦ୍ଧା ଆପଣଙ୍କୁ EKYC ସମ୍ପୂର୍ଣ୍ଣ କରିବାକୁ ନିଶ୍ଚିତ କରନ୍ତୁ। ଯଦି ଆପଣ ଏପର୍ଯ୍ୟନ୍ତ ତାହା କରିନାହାନ୍ତି ତେବେ ମାଗଣା ରାସନ ତାଲିକାର
ଠାରୁ କଟିପାରେ ଆପଣଙ୍କ ନାଁ। ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତେ ଏହି ତାରିଖ ସୁଦ୍ଧା ନିଜର ରାସନ କାର୍ଡ଼ ପାଇଁ ଇ-କେୱାଇସି ସମ୍ପୂର୍ଣ୍ଣ କରିବା ଉଚିତ। ସମସ୍ତ ବ୍ୟକ୍ତିବିଶେଷ ପାଇଁ ସେମାନଙ୍କର ଇ-କେୱାଇସି ତୁରନ୍ତ ସେମାନଙ୍କର ରାସନ କାର୍ଡ଼ ସହିତ ଜଡ଼ିତ ଲାଭ ଉପଭୋଗ କରିବା ଜରୁରୀ। ନମ୍ବର 8 ଜାନୁଆରୀ 20ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦାଢ଼ି ଦର୍ଶନ। ଜାନୁଆରୀ 20ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦାଢ଼ି ଦର୍ଶନ। ବଳଦେଉରରେ ନାଟମଣ୍ଡପରେ ଜଗା ଦର୍ଶନ ହେବ ସହଜ। ଦାଢ଼ି ଦର୍ଶନ ପାଇଁ ର୍ୟାମ୍ପ ଓ ବ୍ୟାରିକେଡ୍ ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେହିପରି ମକର ସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାର୍ଯ୍ୟକୁ ଦୃଷ୍ଟିରେ ରଖି 4 ଦିନ ଧରି ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଥିଲା। ବୁଧବାରଠାରୁ ପୁଣି ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ରତ୍ନଭଣ୍ଡାର ଫାଟ ସ୍ଥାନରେ କେମିକାଲ ଟିମ୍ କେମିକାଲ ପ୍ରଲେପ ଦେବା କାମ କରିବ। ଚଟାଣରେ ରହିଥିବା ପ୍ଲାଷ୍ଟକୁ ଚଢ଼ାଇ ଗ୍ରାନାଇଟ୍ ପଥର ପକାଯିବ। ଭିତର ଭଣ୍ଡାର ଦକ୍ଷିଣ ପାର୍ଶ୍ୱରେ ଗ୍ରିଲ୍ ଉପରେ ରହିଥିବା ବ୍ଲିମ୍ ବଦାଇ ଦିଆଯିବ। ମରାମତି ସରିବା ପରେ ଗଣମତି ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି। ନମ୍ବର 9 ପତ୍ନୀଙ୍କ ସହ ଦୁଷ୍କର୍ମ କଲା ସାଙ୍ଗ, ଆତୁଳିରେ ମୁଣ୍ଡକୁ ଛେଚିଦେଲା ସ୍ୱାମୀ। ସାଙ୍ଗ ସାଧିଲେ ଶଇତାନ, ବନ୍ଧୁ ପତ୍ନୀଙ୍କ ଉପରେ ପକାଇଲା ଲୋଲୁପ ଦୃଷ୍ଟି। ବନ୍ଧୁଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀଙ୍କ ସହ କଲେ ଦୁଷ୍କର୍ମ। ବାରମ୍ବାର ପଚାରିଲା ପରେ ଏପରି ଘଟଣା। ଶେଷରେ ଏନେଇ ଖବର ପାଇବା ପରେ ପୀଡ଼ିତାଙ୍କ ସ୍ୱାମୀ ନିଜ ସାଙ୍ଗଙ୍କୁ ମୁଣ୍ଡରୁ ଆତୁଳିରେ ଛେଚି ହତ୍ୟା କରିଛନ୍ତି। ଏପରି ଏକ ସାଂଘାତିକ ଘଟଣା ଉତ୍ତରପ୍ରଦେଶ ବଦଲାପୁର ଜିଲ୍ଲାରେ ଘଟିଛି। ବଦଲାପୁରରେ ଜଣେ ବ୍ୟକ୍ତି ଓ ସୁଶାନ୍ତଙ୍କ ଖୁବ୍ ଭଲ ସାଙ୍ଗ ଥିଲେ। ସୁଯୋଗ ପାଇ ସୁଶାନ୍ତ ନିଜ ବନ୍ଧୁଙ୍କ ପତ୍ନୀଙ୍କୁ ବାରମ୍ବାର ଦୁଷ୍କର୍ମ କଲେ। ପୀଡ଼ିତା ଏହାର ବିରୋଧ କରିବାରୁ ସେ ତାଙ୍କୁ ହତ୍ୟା କରିବା ଧମକ ଦେଲେ। ବାରମ୍ବାର ଦୁଷ୍କର୍ମ ଶିକାର ହେବା ପରେ ଏଥିରେ ଅତିଷ୍ଠ ପୀଡ଼ିତ ଏନେଇ ନିଜ ସ୍ୱାମୀଙ୍କୁ ଜଣାଇଥିଲେ। ଏହାପରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ପୀଡ଼ିତାଙ୍କ ସ୍ୱାମୀ ଯୋଜନା ମୁତାବକ ଗତ 10 ତାରିଖରେ ସୁଶାନ୍ତଙ୍କୁ ନିଜ ଘରକୁ ଡାକିଲେ। ସେଠାରେ ସେ ନିଜ ସାଙ୍ଗକୁ ପ୍ରବଳ ମଦ ପିଆଇଲେ। ନମ୍ବର 10 ଇଣ୍ଡିଆ ମେଣ୍ଟକୁ ନେଇ ସ୍ପଷ୍ଟ କଲେ ଶରଦ ପାୱାର। ଏନସିପି ଶରଦ ଗୋଷ୍ଠୀର ନେତା ଶରଦ ପାୱାର କହିଛନ୍ତି ଯେ ଇଣ୍ଡିଆ ମେଣ୍ଟରେ ରାଜ୍ୟ ଏବଂ ସ୍ଥାନୀୟ ନିର୍ବାଚନ ବିଷୟରେ କେବେ ଆଲୋଚନା ହୋଇନଥିଲା। ଏହି ମେଣ୍ଟରେ କେବଳ ଜାତୀୟସ୍ତରୀୟ ନିର୍ବାଚନ ପାଇଁ। ତାଙ୍କର ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ସମସ୍ତ ଆଞ୍ଚଳିକ ଦଳ ନିଜ ନିଜ ରାଜ୍ୟରେ କଂଗ୍ରେସ ହାତ ଛାଡ଼ୁଥିବା ଦେଖାଯାଇଛି। ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସେଠାରେ ଇଣ୍ଡିଆ ମେଣ୍ଟର ଅଂଶ ଥିବା ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ପରସ୍ପର ଉପରେ ପ୍ରବଳ ଆକ୍ରମଣ କରୁଛନ୍ତି। ସେହିପରି ନିକଟ ଭବିଷ୍ୟତରେ ମହାରାଷ୍ଟ୍ର ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଠାରେ ମହାସଂଗଠ ବନ୍ଧନର ଅଂଶୀଦାର କଂଗ୍ରେସ, ଶିବସେନା, ଉଦ୍ଧର ଗୋଷ୍ଠୀ ଏବଂ ଏନସିପିର ଶରଦ ଗୋଷ୍ଠୀ ସମସ୍ତେ ପୃଥକ୍ ଭାବରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି।